ବହୁଦିନ ତଳର କଥା। କାଶୀପୁର ନାମକ ଏକ ସହର ପାଖରେ ଗୋଟିଏ ବୃହତ୍ ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲରେ ବହୁ ପ୍ରକାରର ପକ୍ଷୀ ଓ ଜୀବଜନ୍ତୁ ରହୁଥିଲେ। ସେହି ଜଙ୍ଗଲରେ ଗୋଟିଏ ଶିଆଳଟିଏ ରହୁଥିଲା। ଦିନକର କଥା, ଶିଆଳକୁ ବହୁତ ଜୋରରେ ଭୋକ ଲାଗୁଥିଲା। ଶିଆଳକୁ ଏତେ ଜୋର ଭୋକ ଲାଗୁଥିଲା ଯେ ତା ପେଟ ରଡ଼ି ଛାଡ଼ୁଥିଲା। କାହିଁ କେତେ ଦିନରୁ ଶିକାର ସେ କରିନଥିଲା। ଶିଆଳଟି ଜଙ୍ଗଲରେ ମନ ଦୁଃଖରେ ବୁଲୁ ବୁଲୁ ହଠାତ୍ ତା ନଜର ଗଛରେ ଥିବା ଅଙ୍ଗୁର ଉପରେ ପଡ଼ିଲା। ଯେମିତି ଶିଆଳଟି ଅଙ୍ଗୁରକୁ ଦେଖିଛି, ଖୁସିରେ ତା ମନ ଭରିଗଲା। ମହା ଆନନ୍ଦରେ ସେ ହସିବାକୁ ଲାଗିଲା। ସେ ମନେ ମନେ ଭାବିଲା, ଯାହା ହେଉ ଏ ଜଙ୍ଗଲରେ ମୋତେ ଅଙ୍ଗୁରଟି ମିଳିଗଲା। ଅଙ୍ଗୁରର ସ୍ୱାଦ ବହୁତ ଭଲ ହେଇଥିବ ଏବଂ ଏହାକୁ ଖାଇଲେ ମୋର ଭୋକ ଶାନ୍ତ ହେବ। ଶିଆଳଟି ଅଙ୍ଗୁରକୁ ଖାଇବା ଲୋଭରେ ବାରମ୍ବାର ଉପରକୁ କୁଦିବାକୁ ଲାଗିଲା। ଯେତେଥର ଉପରକୁ କୁଦୁଥାଏ, ବିଚରା ସେତେଥର ତଳେ ପଡ଼ିଯାଉଥାଏ। ଶିଆଳଟି ଅଙ୍ଗୁରକୁ ଧରିବା ପାଇଁ ବହୁତ ଥର ଚେଷ୍ଟା କଲା ପରେ ବି ଶେଷରେ ହାର ମାନିଲା। ଅଙ୍ଗୁରକୁ ସେ ଧରିପାରିଲା ନାହିଁ। ଏମିତି ବହୁତ ସମୟ ଅକ୍ଳାନ୍ତ ପରିଶ୍ରମ କଲା ପରେ ଶିଆଳଟି ଆଉ ଅଙ୍ଗୁର ଖାଇପାରିଲା ନାହିଁ ଏବଂ ଶେଷରେ ସେ ତା ମନକୁ ବୁଝେଇବା ପାଇଁ ମନେ ମନେ କହିବାକୁ ଲାଗିଲା, ଏ ହେ ଧେତ୍, କ'ଣ ମୁଁ ଏଗୁଡ଼ା କରୁଥିଲି ଏବେ? ଇଏ ଅଙ୍ଗୁର ତ ବହୁତ ଖଟା ଗୁଡ଼ା। ଏଗୁଡ଼ା ଖାଇଲେ ମୋ ଦାନ୍ତ ଖଟା ହେଇଯିବ। ଇଏ କ'ଣ ମୋ ପେଟ ପୂରିବ? ନା ନା, ଇଏ ଅଙ୍ଗୁର ଭଲ ନୁହେଁ। ମୁଁ ଯାଉଛି ଏଠାରୁ ପଳାଇବି। ଏମିତି କହି ଶେଷରେ ଶିଆଳଟି ସେ ଜାଗା ଛାଡ଼ି ଅନ୍ୟ ଆଡ଼କୁ ଚାଲିଗଲା। ଏହି ଗପରୁ ଗୋଟିଏ କଥା ଶିଖିଲେ ସାଙ୍ଗମାନେ, ଯାହା ଆମେ ପାଇପାରୁନାହୁଁ ତାହାକୁ ଖରାପ କହିବା ଠିକ୍ ନୁହେଁ।